ମୋ ନାଁ ହେଉଛି ପ୍ରତାପ ସାହୁ। ମୁଁ ଲୋକମାନଙ୍କର କାମ କରୁଥିବା ଜଣେ ଶ୍ରମିକ। ଆଜ୍ଞା ପଖାଳ ଦିବସ ବିଗତ ଦିନରେ ମାନେ ପାଳନ ହେଇସାରିଛି ଆଜି ଆପଣ କେମିତି ଭାବରେ ଆପଣ ପାଳନ ନାଇଁ, ଏ କଥା ତ ବହୁତ ଲୋକ କୁହନ୍ତି ପଖାଳ ଦିବସ ବୋଲି ଗୋଟେ ଦିବସ ଅଛି। ଗୋଟାଏ ଦିନକୁ ପଖାଳ ଦିବସ ବୋଲିକି ମନାଯାଏ, ବା ସାରା ଓଡ଼ିଶାରେ ନୁହେଁ, ବହୁତ ଜାଗାରେ ବହୁତ ଦେଶରେ ମଧ୍ୟ ପଖାଳକୁ ନେଇକି ରାଜନୀତି ହେଲାଣି, ମଧ୍ୟ ପାଳନ ମଧ୍ୟ କଲେଣି। ଆମେ ସେଦିନ ଦେଖିଲୁ ବହୁତ ଲୋକ ବହୁତ ପ୍ରକାର ପଖାଳ ଦିବସ କରୁଛନ୍ତି। ଆଜି ମଧ୍ୟ ଆମେ ସେଇ କଣ୍ଟିନ୍ୟୁ ସେଦିନ ମଧ୍ୟ କରିଥିଲୁ, ଆଜି ମଧ୍ୟ ଆଉଥରେ ମଧ୍ୟ ଆମେ ତାକୁ କଣ୍ଟିନ୍ୟୁ କରୁଛୁ। ପଖାଳକୁ ଆମେ ଚାହୁଁଛୁ ଯେ କେନ୍ଦ୍ର ସରକାର ବା ରାଜ୍ୟ ସରକାର ତାକୁ ଗୋଟେ ଟିଆଇ ମାନ୍ୟତା ଦିଅନ୍ତୁ। ପଖାଳ ହେଉଛି ଆମର କଂସା, ପଖାଳ ଭାତ ହେଉଛି ଆମର ଗରିବ ମାନଙ୍କର ବା ଓଡ଼ିଆ ମାନଙ୍କର ନୀତିଦିନିଆ ଖାଦ୍ୟ। ସକାଳୁ ଉଠିଲା ମାନେ ଆମେ ପଖାଳ ଭାତ ଖାଉ। ପଖାଳରେ ଯେଉଁ ଚାର୍ମ ଅଛି ବା ପଖାଳରେ ଯେଉଁ ମଜା ଅଛି ଆଉ କେଉଁ ଭାତରେ ମଧ୍ୟ ନାହିଁ। ଯଦି ଆପଣ ବିଭିନ୍ନ ପ୍ରକାର ପଖାଳ ଅଛି, ଆପଣ କେତେବେଳେ ବାସି ପଖାଳ ଦେଖୁଥିବେ, କେତେବେଳେ ସଜ ପଖାଳ। ପୁରୀରେ ମଧ୍ୟ ଜଗନ୍ନାଥ ପାଖରେ 7-8 ପ୍ରକାର ମଧ୍ୟ ପଖାଳ ହୁଏ। ପଖାଳ ସଦାବେଳେ ପଖାଳ, ଯେମିତି କୁହନ୍ତି ଯଦି ଆପଣ ପଖାଳ ସହିତ ଆଉ କାହାକୁ ଯୋଡ଼ି ପାରିବେ ନାହିଁ। ଆଉ ପଖାଳ ସହିତ ଯଦି ଆପଣ ବିଭିନ୍ନ ପ୍ରକାର ଭଜା ବା ଏବେ ତ ନିମ ପିତା ଆପଣ ଦେଖିଥିବେ, ନିମ ପିତା ଠାରୁ ଆରମ୍ଭ କରି ଛୋଟ ଛୋଟ ଚୁଙ୍ଗୁଡ଼ି ଚୁଙ୍ଗୁଡ଼ି ମାଛ ଆଉ କରାଣ୍ଡି ମାଛ, ଆପଣ ଯଦି ଜାଣିଥିବେ କରାଣ୍ଡି ମାଛ ଆଉ ଦଣ୍ଡିକିରି ମାଛ, ତାକୁ ତ ଭାଜିକି ଛୋଟ ଛୋଟ ପୁରା ଛେଚି ତା ଦେହରେ ରସୁଣ ଦେଇ ଧନିଆ ପତ୍ର ରସୁଣ ଦେଇ ତା ଦେହରେ ଯେଉଁ କରାଯାଏ ଚଟଣି କରାଯାଏ ବା ତାକୁ ଯେଉଁ ଛେଚା କରାଯାଏ, ତାକୁ ଖାଇକି ଯଦି ପଖାଳ ସହିତ ଖାଇବ ବହୁତ ବଢ଼ିଆ ଲାଗେ, ବହୁତ ମଜା ଲାଗେ। ଆଉ ପଖାଳ ହିଁ ସଦାବେଳେ ସାଲୁଟ୍, ପଖାଳକୁ ଆମେ ସଦା ସାଲୁଟ୍ କରିବା ଦରକାର। କାହିଁକିନା ପଖାଳ ହେଉଛି ଓଡ଼ିଆ ମାନଙ୍କର ଖାଦ୍ୟ। ସକାଳୁ ଉଠିଲେ ମୋର ମନ ଅଛି, ପିଲାଦିନେ ମୁଁ ଯେତେବେଳେ ସକାଳୁ ଉଠିବି ମୋ ବୋଉ କହିବ ପଖାଳ ଖାଇକି ସ୍କୁଲ ପଳା। ଆମେ ପଖାଳ ପେଟେ ବାଡ଼େଇ ଦେଉ, ଆମେ ତାକୁ ପଖାଳ ପେଟେ ବାଡ଼େଇ ଦେଇ ସ୍କୁଲ ଚାଲ, ନହେଲେ ପଖାଳ ପେଟେ ବାଡ଼େଇ ଯା ଖେଳିବୁ, ନହେଲେ ପଖାଳ ପେଟେ ବାଡ଼େଇ ଦେଇ ଯା ନହେଲେ କାମକୁ ଯା। ଆମ ଗାଁରେ ସବୁ କ'ଣ କରନ୍ତି ନା ପଖାଳ ପେଟେ ବାଡ଼େଇ ଦେଇ, ଆରେ କ'ଣ ଖାଇଛୁ ରେ, ନା ପଖାଳ ପେଟେ ବାଡ଼େଇ ଦେଇଛି। ଆଉ ତା ସାଙ୍ଗେ ଯେଉଁ ତୋରାଣୀ ଦେହରେ ଯେଉଁ ଥିବ ପଡ଼ିଥିବ ଯେଉଁ ମସଲା ବା ଦେଶୀ ମସଲା, ପୁରା ପଖାଳ ଖାଇ ପେଟେ ଯଦି ତୋରାଣୀ ପିଇଦେଲ, ବାଃ, ତାର ମଜା ଆଉ କୋଉଠି ନାହିଁ। ପୁରା ଦେଶରେ କେବଳ ଗୋଟିଏ ରାଜ୍ୟ ଯୋଉଠି ଆମେ ପଖାଳ ଖାଇଥାଉ, ତାର କ'ଣ ସ୍ୱତନ୍ତ୍ରତା ରହିଛି? କ'ଣ ପାଇଁ ଓଡ଼ିଶା ନାଇଁ ରାଜ୍ୟରେ ହିଁ ପଖାଳଟା ନାଇଁ, ହିଁ ପଖାଳ ହିଁ ପ୍ରକୃତ ଖାଦ୍ୟ, ଯୋଉଟାକି ତା ଦେହରେ ଆମର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ମେଡ଼ିସିନ ଜାତୀୟ ମଧ୍ୟ ଜିନିଷ ରହିଛି ପଖାଳରେ। ଆପଣ ଦେଖନ୍ତୁ, ଯଦି ମୁଁ ପଖାଳ ଖାଇକି ବିଲକୁ କାମ କରିବାକୁ ଗଲି, ସେ କାମଟା ଯେଉଁ ହିସାବରେ ନେବ, ଗୋଟେ ଗରମ ଖାଇକି ଗଲେ ବା ଜଳଖିଆ ଖାଇକି ଗଲେ ସେ କାମଟା ହେଇପାରିବ ନାହିଁ। ଆଉ ପଖାଳ ଯଦି ମୁଁ ଖାଇକି ପୁଣି ସ୍କୁଲକୁ ପାଠ ପଢ଼ିବାକୁ ଗଲି, ସେ ଯେତିକି ସମୟ ପଖାଳଟା ନେବ, ଆଉ ତାକୁ ମଧ୍ୟ ତା ସହିତ କାହାକୁ ଆମେ ଟାଲି କରିପାରିବା ନାହିଁ। ପଖାଳ ଆଉ ଭର୍ତ୍ତା ବା ପଖାଳ ମାଛ ଭଜା ବା ଯେଉଁ ପଖାଳ ତା ସହିତ ଯେଉଁ ଛୋଟ ଛୋଟ ମାଛର ଯେଉଁ ଚଟଣି, ତାକୁ ଯଦି ଆମେ ଖାଇକି ଥରେ କେଉଁ ଜାଗାକୁ ଯାଇଛ ନା, ବାଃ, ତାର ମଜା ଆଉ କୋଉଠି ନାହିଁ। ତାରକୁ ପଖାଳକୁ ସଦାବେଳେ ସାଲୁଟ୍ କରିବା ଦରକାର। କିନ୍ତୁ ଅନେକ କହିଥାନ୍ତି ପଖାଳ ଖାଇବା ଦ୍ୱାରା ପେଟ ବଢ଼ିଥାଏ, ପଖାଳ ଖାଇବା ଦ୍ୱାରା ନିଦ ଆସେ, ଆପଣ କେମିତି? ସିଏ ବି ମଧ୍ୟ ଯୋଉଟା କହିଛନ୍ତି ପଖାଳ ଖାଇଲେ ପେଟ, ଖାଇଲା ବାଲା ହିଁ ପେଟ ବଢ଼େ, ନ ଖାଇଲା ବାଲା ହିଁ ପେଟ ଶୁଖିକି ରହିଥାଏ। ଆମେ ଜାଣିଛୁ, ବହୁତ ସମୟରେ କୁହନ୍ତି ପେଟ ବାହାରିଲା ମାନେ ତୁ ଖାଇବା ଘର ଟୋକାରେ, ତୋ ବାପା ତୋ ବୋଉ ତୋତେ ବଢ଼ିଆ ଖାଇବାକୁ ଦଉଛି, ତୋ ପେଟ ବାହାରିଲାଣି। ଆଉ ଯାହା ପେଟ ଶୁଖିଥାଏ ସେଟା ଏଇଟା ଖାଇବାକୁ ବୋଧେ ପାଉନି କ'ଣ ଏମିତି କୁହନ୍ତି। କିନ୍ତୁ ବହୁ ସମୟରେ ଦୋଷ ପଖାଳକୁ ଦେଇଥାନ୍ତି। କିନ୍ତୁ ପ୍ରକୃତରେ ପଖାଳର ଯେଉଁ ମଜା ଅଛି, ପଖାଳର ଯେଉଁ ଭିଟାମିନ୍ ଅଛି, ପଖାଳର ଯେଉଁ ଚାର୍ମ ଅଛି, ଆଉ କୋଉଥିରେ ନଥାଏ। ସେଥିପାଇଁ ଆମେ ପଖାଳକୁ ସଦାବେଳେ କହୁ, ସକାଳ ଗରିବ ମାନଙ୍କର ହଉ କି ଧନୀ ମାନଙ୍କ, ଏବେ ତ ଧୀରେ ଧୀରେ ଧନୀ ମାନେ ଦେଖିବେ ଖାଇଲେଣି। ଆଉ ପଖାଳକୁ କୋଉଥିରେ ଖାଇବା ଦରକାର, ଆଜିକାଲି ତ ଫ୍ୟାସନ କରିଦେଲେଣି ପତେରରେ ପଖାଳ ଖାଇଲେଣି, ଆକୁ ଫ୍ୟାସନ କରିଦେଲେଣି ସିଲିଭରରେ ଖାଇଲେ। ଆଗେ ତ ସିଲିଭର ଖାଉଥିଲେ। ପଖାଳ ପ୍ରକୃତରେ କଂସା ଥାଳିରେ, କଂସା ଥାଳି ନୁହେଁ, କଂସାର ଯେଉଁ ବେଲା କୁହାଯାଏ, ତା ଦେହରେ ହିଁ ପଖାଳ ଖିଆଯାଏ। ଆଉ ତା ଚାରିପଟ ଆଉ ଛୋଟ ଛୋଟ କଂସାର ତାଟିଆ ଥିବ 8-10ଟା, ତା ଦେହରେ ଛୋଟ ଛୋଟ ବିଭିନ୍ନ ପ୍ରକାର ଚଟଣି ଠାରୁ ଆରମ୍ଭ କରିଥିବ, ତାକୁ ପଖାଳ ଖାଉଥିବ, ଏଣେ ତାକୁ ଟିକେ ହାତ ମାରୁଥିବ, ପେଟ ବାଡ଼େଇ ଦଉଥିବ, ତେଣେ ହାକୁଡ଼ି ଆସୁଥିବ, ତାର ମଜା ଆଉ କୋଉଠି ନାହିଁ। ଓଡ଼ିଆଙ୍କର ଖାଇବା ଖାଦ୍ୟ ହେଲା ସ୍ୱତନ୍ତ୍ର ଖାଦ୍ୟ ପଖାଳ, କିନ୍ତୁ ଯୋଉ ସମୟ ସମୟରେ ଯୋଉ ଡିମାଣ୍ଡ ଆସିଛି, ଦାବି ରହିଆସିଛି ଯୋଉ ଜିଆଇ ଟ୍ୟାଗ ପାଇଁ, କ'ଣ ଆଧିରେ କୋଉଠି ମାନେ ଅସୁବିଧା ରହିଛି? ମୁଁ ବୁଝିପାରୁନି। ଆମେ ମଧ୍ୟ 10-12 ବର୍ଷ ତଳେ ମଧ୍ୟ ସରକାରଙ୍କୁ ଗୋଟେ ଦାବି ପତ୍ର ଦେଇଥିଲୁ ଯେ ପଖାଳକୁ ଆମକୁ ଜିଆଇ ଟ୍ୟାଗ ଦିଆଯାଉ। ଏବଂ ଦେଖିବେ ବିଭିନ୍ନ ପ୍ରକାର ଫିଲ୍ମରେ ପଖାଳକୁ ନେଇ ମଧ୍ୟ ଗୀତ ବି ମଧ୍ୟ ଅଛି। ଆମେ ମଧ୍ୟ ପଖାଳକୁ ନେଇକି ମଧ୍ୟ ମୁଁ ବି ଗୋଟେ ଗୀତ ମଝିରେ କରିଥିଲୁ। ତା ଖାଲି ଟିକେ କହିଦେଉଛି, ପଖାଳରେ ଯେଉଁ ମଜା ଅଛି ଆଉ କେଉଁଥିରେ ସେ ମଜା ନାହିଁ। ପଖାଳ ଦିହରେ ଯଦି ଆପଣ ଟିକେ ଲେମ୍ବୁ ଚୁପୁଡ଼ି ଦେଲେ, ଅଦାକୁ ଛୁଙ୍କ କରି ଦେଇଦେଲେ, ତା ଦେହରେ ଯଦି ଟିକେ ଧନିଆ ପତ୍ର ମଳିଦେଲେ, ତାହାର ମଜା ଆଉ କେଉଁଥିରେ ନାହିଁ। ତା ସହିତ ପଖାଳରେ ଯଦି ଆମ୍ବ କଷି, ଆମ୍ବ ଡେମ୍ଫକୁ ଯଦି ଟିକେ ଦଳି ଦେଲେ, ତା ଦେହରେ ଗଛରୁ ଆମ୍ବ ତୋଳି ଆଣିଲେ,
ଡେମ୍ଫ ସହ ସେ ଡେମ୍ଫକୁ ଯଦି ଭାଙ୍ଗିଦେଲେ ପଖାଳ କଂସା ଭିତରେ ପାଣି ଦିହରେ ତାର ମଜା ମଧ୍ୟ ଆଉ କୋଉଥିରେ ନାହିଁ। ପଖାଳ ପଖାଳ ପଖାଳକୁ ଆଉ କାହା ସହିତ ଟାର୍ଗେଟ ଇଏ କରାଯାଇ ପାରିବନି, ସମକକ୍ଷ କରାଯାଇ ପାରିବ ନାହିଁ। ମୁଁ ଏବେ ଯାଇଥିଲି ଗୋଟିଏ ଦେଶକୁ, ନେପାଳ ଯାଇଥିଲି। ନେପାଳରେ ମୋ ଦେହ ଟିକେ ଖରାପ ହେଲା, ମୁଁ ଚାହିଁଲି ପଖାଳ ଖାଇବା ପାଇଁ, ସେ ଦେଶରେ ପଖାଳ ମିଳିଲାନି। ମୁଁ ତାଙ୍କ ସେ ଭାତକୁ ଆଣିକି ପାଣି ପୁରେଇ ଲେମ୍ବୁ ଚୁପୁଡ଼ି ଯେତେବେଳେ ପଖାଳ ଖାଇଲି, ସେଠି ଲୋକମାନେ କହିଥିଲେ ଆରେ ପ୍ରତାପ जी ऐसे क्या कर रहे हैं, ये क्या है? ମୁଁ କହିଲି ये ओडिया का पखाल है। ये सबसे एक ବେଙ୍ଗଲର ଜଣେ ଲୋକ ଥିଲେ, ସେ କହିଲେ ଆମର ସେଠି ବେଙ୍ଗଲ ୟାକୁ ପାଣି ଭାତ ବୋଲି କହୁ। ବେଙ୍ଗଲରେ ମଧ୍ୟ ତାଙ୍କର ଖାଆନ୍ତି, ସେ କହିଲେ ତାଙ୍କର ପାଣି ଭାତ ବୋଲି କୁହନ୍ତି, ପାନ୍ତ ଭାତ ଏମିତି କୁହନ୍ତି। ଆଉ ସେ କହିଲେ ଆମେ ପୁରୀ ମଧ୍ୟ ଯାଇଛୁ, ପୁରୀରେ ମଧ୍ୟ ଆମେ ଜଗନ୍ନାଥଙ୍କ ପାଖରେ ବିଭିନ୍ନ ପ୍ରକାର ପଖାଳ ଖାଇକି ଆସିଛୁ। ପଖାଳକୁ ସେଠି ଯେତେବେଳେ ମୁଁ ଖାଇଲି ନେପାଳରେ, ସେମାନେ କହିଲେ ଓଡ଼ିଆର, ମୁଁ କହିଲି ଏଇଟା ହେଉଛି ଆମ ଓଡ଼ିଶାର ପରମ ଖାଦ୍ୟ। କିନ୍ତୁ ମୁଁ ଯେତେବେଳେ ଓଡ଼ିଶା କଥା କହିଥିଲି, ସେଇଟା ପରର କଥା ମୁଁ କହିବି ଯଦି ଆପଣମାନେ ଚାହିଁବେ। କିନ୍ତୁ ତାର ଚାର୍ମ ଆଉ କୋଉଠି ନାହିଁ। କିନ୍ତୁ ଓଡ଼ିଶା ପ୍ରତି ତାଙ୍କର ଗୋଟେ ସ୍ନେହ ମମତା ଅଛି ନେପାଳରେ। ଏ କିଛି ଦିନ ହେଲାଣି ତାଙ୍କ ସ୍ନେହ ମମତା ଟିକେ କମି ଯାଇଛି। ଯୋଉ କମି ଯାଇଛି ତାକୁ ମଧ୍ୟ ମୁଁ ଜାଣିଛି। ମୁଁ ମଧ୍ୟ ମୋର ଫେସବୁକରେ ଲେଖିଥିଲି ଯେ ନେପାଳର ଏବେ ଆଗରୁ ନେପାଳ ଆଉ ଓଡ଼ିଶାର ଯୋଉ ସମ୍ପର୍କ ଥିଲା ଜଗନ୍ନାଥ ମନ୍ଦିରଙ୍କର, ଆଉ ନେପାଳର ଯୋଉ ସମ୍ପର୍କ ଥିଲା ଜଗନ୍ନାଥର ଗୋଟେ ଦ୍ୱାରର, ଆଉ ନେପାଳ ଯୋଉ ସମ୍ପର୍କ ଥିଲା, ଏବେ ନେପାଳ ଲୋକଙ୍କ ପ୍ରତି ଓଡ଼ିଶା ପ୍ରତି ଟିକେ ଘୃଣାଭାବ ଜାତ ହେଇଛି। ସେଇଟା ପରର କଥା। ଅନେକ ଥର ଆମେ ଶୁଣିଛେ କହନ୍ତି ପଖାଳଟା ଗରିବ ଲୋକଙ୍କର ଖାଦ୍ୟ ବୋଲି କୁହାଯାଇଛି। ଆପଣ ଏଇ ଜିନିଷଟା କେମିତି ଦେଖୁଛନ୍ତି? ଯଦି ପଖାଳ ଗରିବ ଲୋକଙ୍କ ଖାଦ୍ୟ, ତାହେଲେ ଧନୀ ଲୋକଙ୍କର ଖାଦ୍ୟ କଣ? ଧନୀ ଲୋକଙ୍କର ମଧ୍ୟ ପଖାଳ ଖାଆନ୍ତି, ସେମାନେ ନୁଚେଇ ନୁଚେଇ ଖାଆନ୍ତି, ଗରିବ ମାନେ ଦେଖେଇକି ଖାଆନ୍ତି। ଗରିବ ସକାଳୁ ଉଠିଲେ କାମକୁ ଯାଆନ୍ତି, ଧନୀ ଲୋକ ଉଠିଲେ ସକାଳୁ କାମକୁ ଯାଆନ୍ତିନି, ଚୋରି କରିବାକୁ ଯାଆନ୍ତି, କାଗଜ କଲମରେ ଲୋକଙ୍କୁ ଠକନ୍ତି, ଅନ୍ୟ କୋଉ ବାଟେ ଠକିବାକୁ ଯାଆନ୍ତି। କିନ୍ତୁ ଗୋଟେ ଗରିବ ଲୋକ ସିଏ ହିଁ ଯାଏ ପ୍ରକୃତରେ ପଖାଳ ଖାଇକି ବିଲକୁ କାମ କରିବାକୁ ଯାଏ। ସେ ଦେଖାଏ ମୁଁ ହଉଛି ଗରିବ ନୁହେଁ, ମୁଁ ହଉଛି ବି ମଧ୍ୟ ତମ ଠାରୁ ମଧ୍ୟ ମୋର ମାଇଣ୍ଡ ଧନୀ। ତମେ କାଗଜ କଲମରେ ଠକୁଥିବା ଲୋକ, ଆଉ ତମେ ସକାଳୁ ପଖାଳ ଖାଅ ନା କଣ ଖାଅ? ଗରିବ ଲୋକମାନେ ଯଦି ପଖାଳ ଖାଆନ୍ତି, ଧନୀ ମାନେ ସକାଳୁ କଣ ଖାଆନ୍ତି? ସେ କଣ ସକାଳୁ ଗଲାବେଳେ ମାଂସ ମଟନ ଖାଇକି ଯାଆନ୍ତି କି? ସେ ମଧ୍ୟ ସେଇ ଚାଉଳ ଖାଉଥିବେ, ସେଇ ପଖାଳ ଖାଉଥିବେ। ସରକାରଙ୍କ ପାଖରେ ଦାବି ରଖିବେ କି GI ଟ୍ୟାଗ ମୁଁ ଖାଲି ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାର ରାଜ୍ୟ ସରକାର ଉଭୟଙ୍କ ସରକାର ପାଖରେ ଆଗରୁ ଦାବି ରଖିଥିଲେ, ଆଜି ମଧ୍ୟ ଆଉ ଥରେ ଦାବି ରଖୁଛି ଯେ ଯେହେତୁ ପଖାଳ ହଉଛି ଓଡ଼ିଶାର 4 କୋଟି ଲୋକଙ୍କର ଖାଦ୍ୟ। ଯଦି ଆମେ 4.5 କୋଟି ଲୋକ କହିବା, 4.5 କୋଟି ଲୋକଙ୍କ ଘରେ ବର୍ତ୍ତମାନ ପଖାଳ ହଉଛି, ଆଉ ସମସ୍ତେ ପଖାଳ ଖାଉଛନ୍ତି। ଆ ସହିତ ମଧ୍ୟ ଅନ୍ୟ ରାଜ୍ୟରେ, ଅନ୍ୟ ଦେଶରେ ମଧ୍ୟ ପଖାଳ ଖାଇବା ଯେହେତୁ ଆରମ୍ଭ କଲେଣି, ସେଥିପାଇଁ ଆମେ ରାଜ୍ୟ କେନ୍ଦ୍ର ସରକାରକୁ ଅନୁରୋଧ କରୁଛୁ ପଖାଳକୁ GI ଟ୍ୟାଗର ମାନ୍ୟତା ଦିଆଯାଉ ଏବଂ ପଖାଳକୁ ପଖାଳ ଭଳି ତାର ଯୋଉ ସମ୍ମାନ ରହିଛି ତାକୁ ମଧ୍ୟ ସେ ସମ୍ମାନ ସ୍ତରରେ ରଖାଯାଉ, ତାକୁ ବେସମ୍ମାନ କରାନଯାଉ।